ମାଟିତଳୁ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବାଇବାଲି ମୁନିଗଡ଼ ଜଙ୍ଗଲରେ ପୋତା ହୋଇଥିବା ଏକ ଅଜଣା ମୃତଦେହକୁ ଭଞ୍ଜନଗର ପୁଲିସ ଜବତ କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହଟି ଜଣେ ପୁରୁଷ ଲୋକଙ୍କ ହୋଇଥିବା ଜଣାପଡ଼ିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ମୃତଦେହଟି ଜଙ୍ଗଲର ମାଟି ତଳେ ପୋତାଗଲା ଜଣାପଡ଼ିନାହିଁ। ମାଜିଷ୍ଟ୍ରେଟ ଅବିନାଶ କୁମାର ମହାରଣାଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଯାଇଛି। ଏନେଇ 21/25 ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଏସ୍ଡିପିଓ ଡକ୍ଟର ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍ଡିପିଓ ଡକ୍ଟର ଦୀପକ କୁମାର ମିଶ୍ର କହିଛନ୍ତି। ମୃତଦେହ ଉଦ୍ଧାର ସମୟରେ ଏସ୍ଡିପିଓ ଡକ୍ଟର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏଏସ୍ଆଇ ସମୀର କୁମାର ସେଠୀ, ଲିନା ବିଶ୍ୱାଳ, ଏଏସ୍ଆଇ ରୁଦ୍ର ପ୍ରତାପ କଅଁର, ହାବିଲଦାର ଦିଲ୍ଲୀପ କୁମାର ରାଉତ ଉପସ୍ଥିତ ଥିଲେ।